ବାଲିଆପାଳ ବ୍ଲକ ଚାନ୍ଦମଣି ଚନ୍ଦନେଶ୍ୱର ଶୈବପୀଠଠାରେ ନିରଞ୍ଜନ ବ୍ରହ୍ମ ସନାତନ ତଥା ବିଭିନ୍ନ ଆଞ୍ଚଳିକ ଆଧ୍ୟାତ୍ମିକ ସମ୍ପ୍ରଦାୟର ଭକ୍ତମାନେ ଯୋଗ ଦେଇଥିଲେ। ଇଂରାଜୀ ନବବର୍ଷ 12 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଛି। ବଂଶୀଧର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବରେ ପୁରୁଷୋତ୍ତମ ପାତ୍ର, ମୃତ୍ୟୁଞ୍ଜୟ ରାଉତ, ବିପିନ ବିହାରୀ ବେହେରା, ଯତୀନ୍ଦ୍ର ଜେନା, ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଶାନ୍ତି ପ୍ରତିଷ୍ଠା କରାଯାଇ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ କୃତି ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶତାଧିକ ଲୋକଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପୂଜ୍ୟ ପୂଜା ଶାନ୍ତିଯଜ୍ଞ ପ୍ରବଚନ ସହିତ ଅସହାୟ ଲୋକଙ୍କୁ କମଳ ବଣ୍ଟନ କରାଯାଇଛି। ସାରସ୍ୱତ ସାଧକ ଶଙ୍କର୍ଷଣ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବନମାଳୀ ବାଗ, ବଂଶୀଧର ଜେନା, ମହେଶ୍ୱର ପରିଡ଼ା, ମନ୍ମଥ ରାଉଳ, ମଧୁ ରାଉଳ, ଅନନ୍ତ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବନମାଳୀ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲିଆପାଳରୁ ଶାନ୍ତନୁ ମହାପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ପରିଚୟଟା ଦିଅନ୍ତୁ। ମୁଁ ଶ୍ରୀଯୁକ୍ତ ପୁରୁଷୋତ୍ତମ ପାତ୍ର, ରିଟାୟାର୍ଡ ହେଡମାଷ୍ଟର ଫ୍ରମ୍ ଆର୍ପି ହାଇସ୍କୁଲ ଚୌମୁଖ। ଆଜିକାର ଆୟୋଜନ ଏବେ ମୁଁ ଆଜି 20 ବର୍ଷ ପୂର୍ବରୁ ଅବସର ନେଇଛି। ଏଇ ଯୋଉ ଆଜିର କାର୍ଯ୍ୟକ୍ରମକୁ ମତେ ମୁଖ୍ୟ ବକ୍ତା ଭାବରେ ଆମନ୍ତ୍ରଣ କରିଥିଲେ। କେବଳ ଏ ବର୍ଷ ନୁହେଁ, ଲଗାତାର 3 ବର୍ଷ ଧରିକି ମୁଁ ଏଠିକି ଆସିଲିଣି। ଏଇ ଯୋଉ ଏଇ ସଂଗଠନ ମାଧ୍ୟମରେ କିଛି ଆଦର୍ଶ ସ୍ଥାପନ କରିବାକୁ ଏମାନେ ଚାହିଁଛନ୍ତି, ସେଇଟା ହଉଛି ଧନ୍ୟବାଦ ପାଇବାର ଯୋଗ୍ୟ। ଗୋଟେ ହଉଛି ଯୋଉ ଅଭାବୀ ଲୋକମାନଙ୍କୁ କମ୍ବଳ ଆଦି ବଣ୍ଟନ କରୁଛନ୍ତି। ଦ୍ୱିତୀୟରେ ହଉଛି ଯୋଉ ପୂଜ୍ୟ ପୂଜାର ଆୟୋଜନ କରିଛନ୍ତି, ପ୍ରତ୍ୟେକ ବର୍ଷ ହଉଛି ପୂଜ୍ୟ ପୂଜା, ବିଶିଷ୍ଟ କଳାକାର, ବିଶିଷ୍ଟ ସମାଜସେବୀ ଏମାନଙ୍କୁ ଯୋଉ ପୁରସ୍କୃତ କରାଯାଉଛି ବା ସମ୍ବର୍ଦ୍ଧିତ କରାଯାଉଛି, ଏଇସବୁ ଯୋଉ କାର୍ଯ୍ୟକ୍ରମ ଏମାନେ ହାତକୁ ନେଇଛନ୍ତି, ଏଇଟା ଭାରି ପ୍ରଶଂସା ବାଦାର୍ୟ ବିଷୟ। ତେଣୁ ଇଏ ଯୋଉ 12 ବର୍ଷ ହେଲା ଆଜି ଚାଲିଛି, ଇଏ ଆଗକୁ ଏମିତି ଚାଲୁ, ଏଇଟା ମୋର ସେଇ ଆତ୍ମାଙ୍କ ନିକଟରେ, ପରମାତ୍ମାଙ୍କ ନିକଟରେ କାମନା ରଖୁଛି। ସାର୍ କହିବେ କି ଆମର ନୂଆ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ହୁଏ, ଆପଣ ଏଭଳି କାର୍ଯ୍ୟକ୍ରମ କାହିଁକି ହାତୁଛନ୍ତି? ନୂଆ ବର୍ଷରେ ବିଭିନ୍ନ, ସେଟା କହିଲେ ତ ଟିକେ ଉସ୍କେଇ ଦଉଛନ୍ତି ମତେ, ମାନେ ବିରୁଡି ବସାରେ ବାଡି ଖେଞ୍ଚିଲା ଭଳି କରୁଛନ୍ତି। ସେମିତି ସମୟ ନାହିଁ। ଏଇଭଳି କାର୍ଯ୍ୟକ୍ରମ ଚାରିଆଡେ ନୂଆ ବର୍ଷରେ ଲାଗିଛି। କଣ ବର୍ତ୍ତମାନ ଦେଖିବେ ଡାକବଙ୍ଗଳା ପାଖରେ ଖାଲି କଟା ଚାଲିଛି, ହାଣା ଚାଲିଛି, ରକ୍ତାକ୍ତ ପୁରା। ସେ ଉପକୂଳ, ଯୋଉ ସମୁଦ୍ର ଉପକୂଳ, ସେ ପୁରା ରକ୍ତାକ୍ତ। ତେଣୁ ସେଭଳି କାର୍ଯ୍ୟକ୍ରମ ନାହିଁ ଯେ ବିପରୀତ ଧର୍ମୀ ଗୋଟେ ଏଠି ନିରାମିଷ ଭୋଜନର ବ୍ୟବସ୍ଥା ଏବଂ ଏଇ ଯୋଉ ଲୋକ କଲ୍ୟାଣ ଅର୍ଥରେ କିଛି ସାହାଯ୍ୟ ପ୍ରଦାନ କରୁଛନ୍ତି, ଏଥିପାଇଁ ନିଶ୍ଚୟ ମାନେ ଧନ୍ୟବାଦ ପାଇବାର ଯୋଗ୍ୟ।